ତୁମକୁ ଯାହା କରିବାକୁ ପଡ଼ିବ ତାହା କର, କିନ୍ତୁ ଲୋଭର ନୁହେଁ, ଅହଙ୍କାରର ନୁହେଁ, ଈର୍ଷାର ନୁହେଁ, ବରଂ ପ୍ରେମ, କରୁଣା, ନମ୍ରତା ଏବଂ ଭକ୍ତି ସହିତ। ଯେତେବେଳେ କୌଣସି କାର୍ଯ୍ୟ କରିବାରେ ଲୋଭ, ଅସାଧୁତା କିମ୍ବା ଈର୍ଷା ଥାଏ, ସେହି କାର୍ଯ୍ୟ ଠିକ୍ରେ ହେବ ନାହିଁ କିମ୍ବା ଏହାର ଫଳାଫଳ ଫଳପ୍ରଦ ହେବ ନାହିଁ। ଏହା ବ୍ୟତୀତ ଆମେ ଯେଉଁ କାର୍ଯ୍ୟ ହୃଦୟ ସହିତ, ପ୍ରେମ ସହିତ କରିଥାଉ, ତାହା କେବଳ ଆମ ପାଇଁ ନୁହେଁ, ସମାଜ ପାଇଁ ମଧ୍ୟ ଲାଭଦାୟକ ହେବ। ନର୍କର 3ଟି ଦ୍ୱାର ଅଛି: କାମ, କ୍ରୋଧ ଏବଂ ଲୋଭ। ଯେଉଁ ବ୍ୟକ୍ତିଙ୍କର ଲୋଭନୀୟ ପ୍ରବୃତ୍ତି ଅଛି, ତାଙ୍କ ମନରେ କାମନା ଭରି ଅଛି ଏବଂ ଯେ ଅତ୍ୟଧିକ କ୍ରୋଧିତ ପ୍ରକୃତି, ତାଙ୍କ ପାଇଁ ନର୍କର ଦ୍ୱାର ସବୁବେଳେ ଖୋଲା ଅଛି। ଏହାର ଅର୍ଥ ଏପରି ବ୍ୟକ୍ତି କେବଳ ନର୍କରେ ସ୍ଥାନ ପାଇଥାଏ। ଆପଣ ଯାହା ଚାହାନ୍ତି ସେଥିପାଇଁ କଷ୍ଟ କରନ୍ତି ନାହିଁ, ତେଣୁ ତୁମେ ଯାହା ହରାଇଛ ସେଥିପାଇଁ କାନ୍ଦ ନାହିଁ। ମଣିଷ ସବୁକିଛି ଚାହେଁ, କିନ୍ତୁ ସେ ସବୁକିଛି ପାଇପାରିବ ନାହିଁ। ତୁମେ ଯାହା ପାଇଲ ନାହିଁ ସେଥିପାଇଁ ଅନୁତାପ କର ନାହିଁ। ତୁମଠାରୁ ଯାହା ହଜିଗଲା, ତୁମଠାରୁ କ'ଣ ଅଲଗା ହେଲା, ସେଥିପାଇଁ ନିରାଶ ହୁଅ ନାହିଁ। ମୁଁ ସମସ୍ତ ପ୍ରାଣୀମାନଙ୍କର ହୃଦୟରେ ଅବସ୍ଥିତ ଆତ୍ମା। ମୁଁ ମଧ୍ୟ ସମସ୍ତ ପ୍ରାଣୀମାନଙ୍କର ଆରମ୍ଭ, ମଧ୍ୟଭାଗ ଏବଂ ଶେଷ। ପ୍ରତ୍ୟେକ ବ୍ୟକ୍ତି ଶ୍ରୀକୃଷ୍ଣଙ୍କ ସହ ସଂଯୁକ୍ତ। ଶ୍ରୀକୃଷ୍ଣ ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ସଂଯୁକ୍ତ ଅଟନ୍ତି। ସେ ଆମର ଆରମ୍ଭ, ମଧ୍ୟଭାଗ ଏବଂ ଶେଷ। ଥଣ୍ଡା କିମ୍ବା ଗରମ, ଆନନ୍ଦ କିମ୍ବା ଯନ୍ତ୍ରଣା ଅନୁଭବ କରିବା ପରି ଏହି ଅନୁଭୂତିଗୁଡ଼ିକ କ୍ଷଣସ୍ଥାୟୀ। ସେମାନେ ଆସନ୍ତି ଏବଂ ଯାଆନ୍ତି। ସେମାନଙ୍କୁ ଧୈର୍ଯ୍ୟର ସହିତ ମୁକାବିଲା କର। ସମୟ ସମାନ ରହେ ନାହିଁ। ଯଦି ଆଜି ଦୁଃଖ ଅଛି, ଆସନ୍ତାକାଲି ସୁଖ ମିଳିବ। ସୁଖ ପରେ ଦୁଃଖ ମଧ୍ୟ ଆସିବା ସ୍ୱାଭାବିକ। ତୁମେ ତୁମର ଜୀବନକୁ ପୂର୍ଣ୍ଣ ଧୈର୍ଯ୍ୟ ଏବଂ ଶ୍ରୀକୃଷ୍ଣଙ୍କ ଉପରେ ବିଶ୍ୱାସ କରିବା ଉଚିତ। ସତ୍ୟ କେବେ ବି ନଷ୍ଟ ହୋଇପାରିବ ନାହିଁ। ଭଲ କାମ କରିବାକୁ ଭୟ କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ସତ କହିବାକୁ ଭୟ କରନ୍ତି, କିନ୍ତୁ ସତ୍ୟ କେବେ ଲୁଚି ରହିପାରିବ ନାହିଁ କିମ୍ବା ଏହାକୁ କେବେ ବି ଲିଭାଇ ପାରିବ ନାହିଁ। ଆପଣ ଯେତେ ଲୁଚାନ୍ତୁ ନା କାହିଁକି, ସତ୍ୟ ନିଶ୍ଚିତ ଭାବରେ ପ୍ରକାଶ ପାଇବ। ଅତଏବ ଯାହା ସତ୍ୟ ଉପରେ ଆଧାରିତ, ତାହା କରିବା କିମ୍ବା କହିବା ଏବଂ ବିଶ୍ୱାସ କରିବାକୁ ଭୟ କରିବା ଉଚିତ ନୁହେଁ। ଏହି ଶରୀର ପ୍ରତି ଲୋଭନୀୟ ହୁଅ ନାହିଁ। ଏହା ଧୂଳି ଏବଂ ଧୂଳିରେ ପରିଣତ ହେବ। ଅମର ହେଉଛି ଆତ୍ମା, ଯାହା ଈଶ୍ୱରଙ୍କଠାରେ ମିଶ୍ରିତ ହେବ। ଲୋକମାନେ ନିଜ ଶରୀରକୁ ସୌନ୍ଦର୍ଯ୍ୟ କରିବାରେ ବ୍ୟସ୍ତ, କିନ୍ତୁ ଶରୀରର ସୌନ୍ଦର୍ଯ୍ୟ ଅପେକ୍ଷା ଆତ୍ମାର ସୌନ୍ଦର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଶରୀର ମର୍ତ୍ତ୍ୟ, ଏହା ଧୂଳି ଏବଂ ଧୂଳିରେ ମିଶିଯାଏ, କିନ୍ତୁ ଆତ୍ମା ଅମର। ତେଣୁ ଆତ୍ମାର ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦିଅ। ଆତ୍ମାର ସୌନ୍ଦର୍ଯ୍ୟ ଶ୍ରୀକୃଷ୍ଣରେ ନିଜକୁ ଗ୍ରହଣ କରିବାରେ ମିଳିଥାଏ। ଯାହା ଘଟିଲା ତାହା ଭଲ ଥିଲା, ଯାହା ଘଟେ ତାହା ଭଲ ପାଇଁ। ବେଳେବେଳେ ପ୍ରତିକୂଳ ପରିସ୍ଥିତି ଆମ ସାମ୍ପ୍ରତିକ ସ୍ଥିତିକୁ ଭଲ କରିବାକୁ ଆସେ। ମନ ଅସ୍ଥିର, ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର, କିନ୍ତୁ ଏହା ଅଭ୍ୟାସ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଯଦି ଏହା ଜଣେ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ଆସେ, ତାହେଲେ ତାଙ୍କଠାରୁ ଭଲ ବନ୍ଧୁ ନାହିଁ। ମନକୁ ଏକାଗ୍ର କରିବା ଜରୁରୀ। କେବଳ ଟିକିଏ ପ୍ରୟାସ ଏବଂ ଅଭ୍ୟାସ ଆବଶ୍ୟକ। ମୁଁ କାହାକୁ ଘୃଣା କରେ ନାହିଁ କି ମୋର କେହି ପ୍ରିୟ ନୁହନ୍ତି। ମୋର ପାଇଁ କେହି ଗରିବ କିମ୍ବା କେହି ଧନୀ ନୁହନ୍ତି। କେବଳ ଯେଉଁମାନେ ମୋତେ ଭକ୍ତି ସହିତ ମନେ ରଖନ୍ତି, ମୁଁ ସେମାନଙ୍କର ଏବଂ ସେମାନେ ମୋର। ଶ୍ରୀକୃଷ୍ଣ କେବଳ ସେହିମାନଙ୍କର ଯେଉଁମାନେ ଶ୍ରୀକୃଷ୍ଣଙ୍କର ଅଟନ୍ତି। ଯିଏ ତାଙ୍କ ଭକ୍ତିରେ ଜଡ଼ିତ, ଯିଏ ତାଙ୍କୁ ପ୍ରେମ ସହିତ ମନେ ରଖେ, ସେ ସର୍ବଦା ତାଙ୍କର କଲ୍ୟାଣ କରନ୍ତି। ତୁମେ ଯାହା କର ନା କାହିଁକି, ମୁଁ ସବୁବେଳେ ତୁମ ସହିତ, ତୁମ ଚାରିପାଖରେ ଅଛି। ଯେତେବେଳେ ବି ତୁମେ କୌଣସି ଖରାପ କାମ କିମ୍ବା ଭଲ କାମ କର, ତୁମେ ଅନୁଭବ କରୁଛ ଯେ କେହି ଦେଖୁନାହାନ୍ତି, ତେବେ ଏଠାରେ ଶ୍ରୀକୃଷ୍ଣ କୁହନ୍ତି ଯେ ତୁମେ ଯାହା କରୁଛ, ମୋ ଆଖି ସବୁବେଳେ ତୁମ ଉପରେ ଥାଏ। ତେଣୁ ଭାବ ନାହିଁ ଯେ ତୁମେ ଏକୁଟିଆ। ଶ୍ରୀକୃଷ୍ଣ ସର୍ବଦା ତୁମ ସହିତ ଅଛନ୍ତି। ସମୟ ସର୍ବଦା ଚାଲିଥାଏ, କେବେ ବନ୍ଦ ହୁଏ ନାହିଁ। ତେଣୁ ତୁମେ କେବଳ
କୌଣସି ସ୍ୱାର୍ଥ ବିନା ତୁମର କାମ କର। ସମୟ ନିଜେ ଫଳାଫଳ ଦେବ। ସମୟ ଖରାପ ହେଉ କିମ୍ବା ଭଲ ସମୟ, ଏହା ନିଶ୍ଚିତ ଭାବରେ ବଦଳିଯାଏ। ଯଦି ଆଜି ଖରାପ, ତେବେ ଆସନ୍ତାକାଲି ଭଲ ହେବ। ଏହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ, କିନ୍ତୁ ଆମର କାର୍ଯ୍ୟ ଉପରେ ଆମର ନିଶ୍ଚିତ ନିୟନ୍ତ୍ରଣ ଅଛି। ଫଳାଫଳ ବିଷୟରେ ଚିନ୍ତା ନ କରି ତୁମେ କେବଳ ତୁମର କାର୍ଯ୍ୟ କର।